प्रिय साथीगण ईश्वर कल्याण आम समस्त वर्षा हो। आज कन्या संक्रांति बुधवार विश्वकर्मा पूजा इंदिरा एकादशी पछुरु जीवा। इंदिरा किए लक्ष्मी को इंदिरा कह जाए। लक्ष्मी कर गोटे ना है इंदिरा। महालक्ष्मी आज दिन उपवास करी परम ब्रह्म जगन्नाथ को ध्यान करती उपास रहती। आज इंदिरा एकादशी तेणु जो मैंने ये व्रत आज करेंगे मोर आशा और विश्वास निष्ठा श्रद्धा थिले महालक्ष्मी दया करेंगे। विश्वकर्मा पूजा विश्वर जे स्रष्टा जे सब करिछंती जहां आम आज जीवन धारण करिचे तांकर आज पूजा हबो। विश्वकर्मा पूजा कन्या संक्रांति सूर्य सिंहरु कन्या को यात्रा कले एबे से कन्या रे। तेणु कृषक कहती कान बुड़ा संक्रांति धान गछर खाली शेष पत्र दुषिब जदि धान हब। जही पानी तही धान पुता मो कथा मान। हाँ बंधु ये जो कन्या को गले रवि से क्यों राशि की प्रसन्न अछंती क्यों राशिपति विषन्न अछंती क्यों क्यों नक्षत्र को से दया करिवे केते परिमाण दे असंतरा के सुन दबा। तापरे नक्षत्र 1 2 जातक रे जो कोष्ठीचक्र अच्छी मझिरे संख्या दीटा लिखाई गोटे उपरे गोटे तले उपर संख्या कथा मु कहूँ। जातक देखंतु आपणकर क्यों नक्षत्र जानतु। रवि क्या कौन देवे 1 आउ 2 को सम्मान मिल 3 4 5 नक्षत्र अपमान पाइबे 6 7 दुर्घटना भय अच्छी 8 दुख पाइब 9 10 11 12 लाभ हेब 13 14 भ्रमण योग अच्छी 17 18 19 20 21 प्रीतिलाभ करेंगे 22 23 24 25 टे बड़ विपद जे भूल करेंगे आ जेल दंड भोगे 13 14 15 16 भ्रमण योग अच्छी 26 27 सम्मान प्राप्ति योग अच्छी। आज कर्कट राशि घातवार हेतु रक्तपात निश्चित है। हुए तो ब्लेड टी कटि जाइपे छुंचरे टी फुटी जाइपे झुंटी पारती। आज कर्कट राशि घातवार सूर्यास्त 5:42 पर राहु काल मान अशुभ समय 11:40 रु 1:10 मध्य रवि कन्या गले मेषर षष्ठ रवि तेणु मेष राशि माने शुभ फल पाइबे। वृषर पंचम रवि अशुभ मिथुनर चतुर्थ रवि अशुभ कर्कटर तृतीय रवि शुभ फल सिंह द्वितीय रवि अशुभ फल कन्यार जन्म रवि अति अशुभ तुलार द्वादश रवि अति अशुभ बिछार 11 रवि अति शुभ धनुर 10 रवि भल आनंद मकर नवम रवि अशुभ कुंभर 8 रवि अति अशुभ मीनर 7 रवि अशुभ। बस सारांश ये मेष कर्कट
ବିଛା ଓ ଧନୁ ରାଶିର ଲୋକେ ରବିଙ୍କ ଆଶୀର୍ବାଦ ପୂର୍ଣ୍ଣ ମାତ୍ରାରେ ପାଇବେ। ଅନ୍ୟମାନେ ରବିଙ୍କ କଲ୍ୟାଣ ପାଇବେନି। ରବିଙ୍କର କନ୍ୟା ଚଳନ ହେତୁ କେଉଁ ନକ୍ଷତ୍ର କେଉଁ ରାଶି କେତେ ଶୁଭ ଫଳ ପାଇବେ ତ କହିଲି। ଜାତକ ଦେଖିବେ, ଜାତକ ରବି କେଉଁଠି ଅଛନ୍ତି। ଜାତକରେ ଯଦି ସିଏ ତୃତୀୟ ଷଷ୍ଠ ଦଶମ ଏକାଦଶରେ ଥିବେ ତାହେଲେ ସେ ଅବଶ୍ୟ ଆଶୀର୍ବାଦ କରିବେ। ଅଥବା ଯଦି ସିଏ ମେଷ କର୍କଟ ସିଂହ ଏ ତିନି ଘର ଥିବେ ଆଶୀର୍ବାଦ କରିବେ। ଯଦି ମିଥୁନ କନ୍ୟାରେ ଥିବେ ଦୟା କରିବେ। ବିଛା ଧନୁ ମୀନରେ ଥିବେ ତାହେଲେ ମଧ୍ୟ ଅନୁକମ୍ପା କରିବେ। ଏବେ ଆମର ଦୈନିକ ରାଶିଫଳ ଶୁଣିବା। ମେଷ ରାଶିର ଲୋକେ କର୍ମରୁ ଆନନ୍ଦ ପାଇ ଖୁସି ହେବେ। କର୍ମ କ୍ଷେତ୍ରରୁ ତାଙ୍କୁ ଧନ ସମ୍ମାନ ଓ ଆଦର ମିଳିବ। ଏହା ପାଇ ସେ ଆନନ୍ଦିତ ହେବେ। କିନ୍ତୁ ଧୈର୍ଯ୍ୟହରା ହୋଇ ଅସ୍ଥିର ହେବେ। ଧୈର୍ଯ୍ୟହରା ହୋଇ ଅସ୍ଥିର ହେବେ। ରୋଗାକ୍ରାନ୍ତ ହୋଇ କଷ୍ଟ ଭୋଗିବେ। ବୃଷ ପାଇଁ ଶୁଭପ୍ରଦ ଦିନ। ଦେହ ଠିକ୍ଠାକ୍ ରହିବ। ମନ ସୁସ୍ଥ ରହିବ। ଧନାଗମ ଯଥେଷ୍ଟ ହେବ। ଆପଣା ଲୋକେ ଆଦର କରିବେ। ମାତ୍ର ପଡ଼ୋଶୀ ଈର୍ଷା କରି ଖୁସି ହେବେ। ଏ ଯେଉଁ ଧନାଗମ କହୁନି ଆମ କର୍ମ ଅନୁଯାୟୀ ନା। ମୁଁ ଗୋଟା ଭିକାରୀ, ମୁଁ ଭାରତରେ ବୁଲିବି ମୁଠା ମୁଠା ଭିକ ପାଇବି ନା। ଆଉ ତମେ ତ କୋଟିପତି, ତମର ପ୍ରତିଦିନ 18ଟା ଟ୍ରକ୍ ଆସୁଛି, ମାଲ ଆସୁଛି। ତମେ ତମ କର୍ମ ଅନୁଯାୟୀ ଧନ ପାଇବ, ମୁଁ ମୋ କର୍ମ ଅନୁଯାୟୀ। ମଶା ତା ଶୁଣ୍ଢରେ ରକ୍ତ କେତେ ଶୋଷିବ, ବାଘ ତ ପିଇଯିବ ନା। ତେଣୁ କର୍ମ ଅନୁଯାୟୀ ଆପଣ ବା ମୁଁ ବା ସେ ଧନ ପାଇବା। ଆଉ ଯେଉଁମାନେ ବୁଝିପାରିବେନି ଯେ କାହିଁ ମୋତେ କିଛି ମିଳିଲାନି, କି କଥା, ତମ ଘରକୁ କାଲି ବନ୍ଧୁ ଆସିଥିଲେ, 2 ଜଣ ବନ୍ଧୁ 2 ସମୟରେ 2 ପୋଡ଼ା ମିଠା ଆଣିଥିଲେ, ସେ କ'ଣ ଧନ ନୁହଁ? ତା ପାଇଁ ପଇସା ଖର୍ଚ୍ଚ ହେଇନି? ହଏ ବାବୁ, ବାଡ଼ିରେ ଲଙ୍କା ଗଛ ଲଗେଇଥିଲ, ବଞ୍ଚିକିରି ବା ଫୁଲ ହେଲାଣି, କାଲି ଫଳ ହେବ, ସେ କ'ଣ ଧନ ନୁହଁ? ଆଉ ଖାଲି ସୁନା ହୀରା ଲୀଳା ମୋତି ମାଣିକ କଥା କହିଲେ ନାହିଁ। ମିଥୁନର ଦ୍ୱିତୀୟାବସ୍ଥା ହେତୁ ମନ ବ୍ୟାକୁଳ ହେବ। ନିଜ କୃତ ଦୋଷ ପାଇଁ ଅନୁତାପ କରିବେ। କର୍ମ ପାଇଁ ଆଗ୍ରହ କମିଯିବ। ଶ୍ରଦ୍ଧା କମିଯିବ। ନିଜ ଭୁଲ ପାଇଁ ପଶ୍ଚାତାପ କରିବେ। ଘରେ ବାହାରେ ଗାଳି ଶୁଣିବେ। ଅର୍ଥାତ୍ ମିଥୁନର ଭଲ ଦିନ ନୁହଁ। କର୍କଟର ସ୍ୱାସ୍ଥ୍ୟ ଠିକ୍ ରହିବ। ଧନ ଯଥେଷ୍ଟ ମିଳିବ। ଆଦର ଓ ସମ୍ମାନ ମିଳିବ। ଭୋଜନ ଓ ଶୟନରୁ ସେ ସୁଖ ପାଇବେ। ପ୍ରକୃତ ବନ୍ଧୁ ଓ ମିତ୍ର ପାଖକୁ ଆସିବେ। ଆଜି ଶତ୍ରୁ ଓ ମିତ୍ରକୁ ଚିହ୍ନିବାର ଦିନ। କର୍ମ କ୍ଷେତ୍ରରେ ସହକର୍ମୀଗଣ ଖୁସି ହେବେ। ଆଜି ଆପଣ ଜାଣିପାରିବେ କର୍କଟ ରାଶିର ବନ୍ଧୁମାନେ ଆପଣଙ୍କର ଅନ୍ତରଙ୍ଗ ବନ୍ଧୁ କିଏ, ପ୍ରକୃତ ଶତ୍ରୁ କିଏ। କିଏ ଈର୍ଷାଳୁ, ଉପରେ ଉପରେ ହଁ ଆଉ ମୁଁ ତମ ପାଇଁ ଯାହା କାନ୍ଦୁଛି ନା, ଇଏ ସତରେ କେମିତିଆ ବନ୍ଧୁ ଆଜି ଜାଣିପାରିବେ ଆପଣ। ସିଂହ ପାଖକୁ ଯିବା। ସିଂହର ଦେହ ଠିକ୍ ରହିବନି। ଦୁଶ୍ଚିନ୍ତା ମୁଣ୍ଡକୁ ଆସି ଅସ୍ଥିର କରିବ। ପାରିବାରିକ ଶାନ୍ତିରେ ବ୍ୟାଘାତ ହେବ। ବୃଥା ବ୍ୟୟ ହୋଇ ଆଘାତ ମିଳିବ। ଦାମ୍ପତ୍ୟ କଳହ ହୋଇପାରେ। ଖାଲି ଇଚ୍ଛା ହେବ ମୁଁ ଟିକେ ଶୁଅନ୍ତି, ମନ ଭଲ ଲାଗିବନି, ଦେହ ଭଲ ଲାଗିବନି, ଆଳସ୍ୟ ଲାଗିବ, ଶୋଇବାକୁ ଇଚ୍ଛା ହେବ। ସିଂହ କଥା ହେଲା। ଆମେ ଆଲୋଚନା କରୁଛେ 17 ତାରିଖ ବୁଧବାର ସଂକ୍ରାନ୍ତି କଥା। କନ୍ୟାର ସବୁ ଦିଗରୁ ଲାଭ ହେବ। ବ୍ୟବସାୟୀ ଆଇନଜୀବୀ କୃଷକମାନେ ଖୁସି ହେବେ। ବହୁ ସମ୍ମାନ ଆଦର ଓ ପ୍ରଶଂସା ମିଳିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ଅବଶ୍ୟ କୃତକାର୍ଯ୍ୟ ହେବେ, ଲାଭବାନ ହେବେ। କାମ ଆରମ୍ଭ କରନ୍ତୁ ନା, ନୂଆ କାମ ଗୋଟେ। ତୁଳାର
ଭାରି ବଢ଼ିଆ ଦିନ। ଏମାନେ କର୍ମରୁ ଆନନ୍ଦ ପାଇ ଖୁସି ହେବେ। କର୍ମ କ୍ଷେତ୍ରରୁ ଧନ ସମ୍ମାନ ଓ ସ୍ନେହ ମିଳିବ। ଶାନ୍ତି ଓ ସୁଖ ଉଭୟ ମିଳିବ। ବନ୍ଧୁ ସଂଖ୍ୟା ବଢ଼ିଯିବେ। ଆଜି ତୁଳା ରାଶିର ସମସ୍ତେ ଭଲ ବନ୍ଧୁ। ବିଛା ପାଇଁ ଅଶୁଭ ଦିନ। ସାମାନ୍ୟ ଧନାଗମ ହେବ। ଅପମାନ ଯୋଗ ଅଛି। ଦୁଃସମ୍ବାଦ ଶୁଣିବେ। ଶୋକ କରିପାରନ୍ତି। ଯଥା ସମ୍ଭବ ନୀରବତା ରକ୍ଷା କରନ୍ତୁ। ଦରକାର ହେଲେ ବହୁତ ଶୁଣିବେ, କମ୍ କହିବେ, ନହେଲେ ଚୁପ୍ ରହିବେ। ଆଜି ଭଲ ନୁହଁ ବିଛା ପାଇଁ। କୁମ୍ଭ ଆସିନିମ। ଧନୁର ଅଶୁଭ ଦିନ। ଦେହ ଖରାପ ହେବ। ସାବଧାନ ରୁହନ୍ତୁ। ପୁରୁଣା ରୋଗ ଦୁଃଖ ଦେବ। ନୂଆ ରୋଗ ଆରମ୍ଭ ହୋଇପାରେ। ଆଜି କଳହ ଚନ୍ଦ୍ର କଜିଆ ହେବ। ଚୁପ୍ ରହିଲେ ଭଲ। ଅଧିକ ଶୁଣନ୍ତୁ, କମ୍ କହନ୍ତୁ। ଯଦି ଝଗଡ଼ା କରିବେ ତାହେଲେ ହାରିଯିବେ। ହଁ, ଚୁପ୍ ରହନ୍ତୁ। ଏବେ ମକରର ଲକ୍ଷ୍ମୀ ଲାଭ ଦିନ। ସ୍ନେହ ଆଦର ମିଳିବ। ବନ୍ଧୁମାନେ ପ୍ରଶଂସା କରିବେ। ଦେହ ଠିକ୍ ରହିବ। ଉତ୍ତମ ଭୋଜନ ଓ ନିଦରୁ ଶାନ୍ତି ପାଇ ଖୁସି ହେବେ। ମକରର ଭଲ ଦିନ। କୁମ୍ଭ ପାଇଁ ବଢ଼ିଆ ଦିନ। ବ୍ୟବସାୟୀ, ଚିକିତ୍ସକ, ଆଇନଜୀବୀ ଯେଉଁମାନଙ୍କ ହାତକୁ ପ୍ରତିଦିନ ଅର୍ଥ ଆସେ ସେମାନେ ମାଲେ ମାଲ ହୋଇଯିବେ। କଚ୍ଛେ ପବାର ପ୍ରବଳ ଅର୍ଥ ଆସିବ। ପ୍ରବଳ ଧନ ସମସ୍ୟା ରହିବନି। ଖାଲି ସଞ୍ଚୟ କରି ବା ସୁନା କିଣିବି ଆଉ କ'ଣ। ସୁଖାଦ୍ୟ, ଉତ୍ତମ ମିତ୍ର ପାଇ ସବୁ ଦୁଃଖ ଭୁଲିଯିବେ। ମୀନ ପାଇଁ ନାନାବିଧ ସୁଖ ମିଳିବ। ବହୁ ଦିନର ଇଚ୍ଛା ପୂରଣ ହେବ। ଜୀବନ ସାଥୀଙ୍କ ପ୍ରଶଂସା ଶୁଣି ଖୁସି ହେବେ। ଦେହ ମୁଣ୍ଡ ଠିକ୍ ରହିବ। ଆୟ ମନ୍ଦ ହେବନି। ବନ୍ଧୁ ସୁଖ ଅଛି। ବନ୍ଧୁ ଯାହା ସବୁ କହିଲି ଶୁଣିଲେ, କମେଣ୍ଟ ଦେବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଆଉ ଥରେ ମନେ ପକାଇ ଦେଉଛି ଯେ ଅଗଷ୍ଟ 30ରୁ ସେପ୍ଟେମ୍ବର 10 ମଧ୍ୟରେ ମୁଁ ବୃହସ୍ପତି ଚଳନ ଯାହା ଅକ୍ଟୋବର 18ରେ ହେବ ସେ ବିଷୟରେ ମୁଁ କହିଛି। ତାକୁ ସୁବିଧା ପାଇଲେ ଶୁଣିବେ ଏବଂ ମାନସିକ ପ୍ରସ୍ତୁତ ହେବେ। ଏତଦ୍ୱାରା ଆପଣଙ୍କର ମଙ୍ଗଳ ହେବ। ମୁଁ କୁଳମଣି ପଣ୍ଡା ରହିଲି। ନମସ୍କାର।